प्र- प्रभु को मु धन्यवाद दिए सुंदर अवकाश ପାଇଁ ଆଉ ହେଡକାର୍ଟ କମିଟିକୁ ମଧ୍ୟ ମୁଁ ହୃଦୟର କୃତଜ୍ଞତା ଜ୍ଞାପନ କରେ ଏହି ସୁନ୍ଦର ସୁଯୋଗ ପାଇଁ। ପ୍ରଭୁ ଆମେ ପ୍ରତ୍ୟେକଙ୍କୁ ଅନୁଗ୍ରହ କରିଛନ୍ତି ଆଉ ଗୋଟାଏ ସୁନ୍ଦର ଦିନ ଆମମାନଙ୍କ ଜୀବନରେ ଯୋଡ଼ି ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କର ନାମ ଧନ୍ୟ ହଉ। ଗୋଟାଏ ସପ୍ତାହ ପରେ ପୁଣି ଥରେ ମୁଁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଏ ବାଇବଲ ଷ୍ଟଡିକୁ ୱେଲକମ୍ କରୁ କରୁ ଉପସ୍ଥିତ ପ୍ରତ୍ୟେକଙ୍କୁ ଆମମାନଙ୍କର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଏ। ଆମମାନେ ଏକ ଗୁରୁତ୍ୱପୂର୍ଣ୍ଣ ଟପିକ ନେଇ କେତେ ଦିନ ହେଲା ଅଧ୍ୟୟନ କରୁଅଛୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ। ଆଜି ଯେତେ ଜଣ ଉପସ୍ଥିତ ଅଛନ୍ତି ମୁଁ ବିଶ୍ୱାସ କରେ ଆପଣମାନେ ମୋର ପୂର୍ବବର୍ତ୍ତୀ କ୍ଲାସ୍ ଗୁଡାକ ଆଟେଣ୍ଡ କରିଛନ୍ତି ଆଉ ଯୋଉମାନେ ନୂଆରେ ଆଜି ଜଏନ୍ କରିଛନ୍ତି ମୁଁ ଆଶା କରେ ନିଶ୍ଚିତ ଭାବେ ସେମାନେ ବି ଉପକୃତ ହେବେ। ଈଶ୍ୱରଙ୍କର ରାଜ୍ୟ ବିଷୟରେ ଆମେ ଅଧ୍ୟୟନ କରୁଅଛୁ। ଏହା ବାଇବଲର ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଟପିକ ଅଟେ। ଈଶ୍ୱରଙ୍କ ରାଜ୍ୟକୁ ଆମେ ତିନି ଭାଗରେ ବିଭକ୍ତ କରିଅଛୁ। ଆତ୍ମିକ, ଜାଗତିକ ପୁଣି ଅନନ୍ତ। ଏଇଭଳି ଭାବେ ମାନେ ଈଶ୍ୱରଙ୍କ ରାଜ୍ୟକୁ ସମୟ ଅନୁସାରେ ତିନୋଟି ଫେଜରେ ଡିଭାଇଡ କରିଅଛୁ। ଯୋଉ ଆତ୍ମିକ ରାଜ୍ୟ ଅଟେ ଈଶ୍ୱରଙ୍କର ତାହା ବର୍ତ୍ତମାନ ଚାଲିଅଛି। ଯୀଶୁଖ୍ରୀଷ୍ଟ ଏଇ ଜଗତକୁ ଆସିଲେ ପୁଣି ସେଇ ରାଜ୍ୟକୁ ସେ ନେଇକି ଆସିଲେ। ସେ ରାଜ୍ୟକୁ ସେ ନିଜେ ଇନାଗୁରେଟ କଲେ ଆଉ ଆସି ସେ ଲୋକମାନଙ୍କୁ ନିମନ୍ତ୍ରଣ କରନ୍ତି। ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ଯୀଶୁଖ୍ରୀଷ୍ଟ ନେଇ ଆସିଥିବା ସେଇ ଈଶ୍ୱରଙ୍କର ଆତ୍ମିକ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ମନ ପରିବର୍ତ୍ତନ, ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଆବଶ୍ୟକ। ତାହା ଯୀଶୁଙ୍କ ସହିତ ସମସ୍ତ ପ୍ରଚାରକ ମାନେ ଏଇ ସମୟରେ ଏଇ ଯୁଗରେ ପ୍ରଚାର କରନ୍ତି। ଆମମାନେ ଅନୁତାପର ପ୍ରଚାର କରୁ, ଆମମାନେ ବିଶ୍ୱାସର ପ୍ରଚାର କରୁ। କାରଣ ଯୋଉମାନେ ଆମମାନଙ୍କର ଏଇ ପ୍ରଚାର ଶୁଣି ଅନୁତାପ ଓ ବିଶ୍ୱାସ କରନ୍ତି ସେମାନେ ଆତ୍ମିକ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରନ୍ତି। ଈଶ୍ୱରଙ୍କର ରାଜ୍ୟ ଏଇ ମଣ୍ଡଳୀ ଯୁଗ ଅଟେ। ଯୋଉମାନେ ସାର୍ବଜନୀନ ମଣ୍ଡଳୀର ସଦସ୍ୟ ଅଟନ୍ତି ସେମାନେ ଈଶ୍ୱରଙ୍କର ଆତ୍ମିକ ରାଜ୍ୟର ସଦସ୍ୟ ଅଟନ୍ତି। ଆଉ ଈଶ୍ୱରଙ୍କର ରାଜ୍ୟ ବର୍ତ୍ତମାନ ଯୋଉ ଚାଲିଛି ଏହା ଅଦୃଶ୍ୟ ଅଟେ। ଏଇ ରାଜ୍ୟ ଭଳି ନୁହଁ। ଆଉ କେବଳ ଆତ୍ମିକ ଲୋକମାନେ ଯୋଉମାନେ ଅନୁତାପ କରି ବିଶ୍ୱାସ କରି ଆସିଛନ୍ତି ସେମାନେ ଏଇ ରାଜ୍ୟର ବାସିନ୍ଦା ଅଟନ୍ତି। ଆକୁ ଆମମାନେ ସାର୍ବଜନୀନ ମଣ୍ଡଳୀ ବୋଲି ବି କହୁ। ଯୋଉ ଦିନ ଯୀଶୁଖ୍ରୀଷ୍ଟ ମଣ୍ଡଳୀ ସ୍ଥାପନ କଲେ, ଯୋଉ ସମୟରେ ଯୀଶୁଖ୍ରୀଷ୍ଟ ଆସି ତାଙ୍କରି ବାକ୍ୟ ଘୋଷଣା କଲେ, ସେଇ ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଜଣ ତାଙ୍କରି ବାକ୍ୟକୁ ଗ୍ରହଣ କରି ଅନୁତାପ କରିଛନ୍ତି, ବିଶ୍ୱାସ କରିଛନ୍ତି, ପୁଣି ପବିତ୍ର ଆତ୍ମାଙ୍କ ଦ୍ଵାରା ନୂତନ ଜନ୍ମ ପ୍ରାପ୍ତ ହୋଇଛନ୍ତି, ସେମାନେ ସମସ୍ତେ ଏଇ ସାର୍ବଜନୀନ ମଣ୍ଡଳୀର ସଭ୍ୟ ଅଟନ୍ତି। ଆଉ ଯୋଉମାନେ ନାମକୁ ମାତ୍ର ଖ୍ରୀଷ୍ଟିଆନ ଅଟନ୍ତି, ଯୋଉମାନେ କେବଳ ମୁଖରେ ସ୍ୱୀକାର କରନ୍ତି କିନ୍ତୁ ସେମାନଙ୍କର ହୃଦୟ ପରିବର୍ତ୍ତନ ହେଇନାହିଁ, ସେଇମାନେ ଏଇ ଈଶ୍ୱରଙ୍କର ଆତ୍ମିକ ରାଜ୍ୟର ସଭ୍ୟ ନୁହନ୍ତି। ଏଇଟା ମାନେ ପ୍ରଥମେ ଦେଖିଲେ ଈଶ୍ୱରଙ୍କର ରାଜ୍ୟର ଆଉ ଗୋଟାଏ ଫେଜ୍ ଅଛି, ତାକୁ ଆମେ ଜାଗତିକ ଈଶ୍ୱରଙ୍କର ରାଜ୍ୟ ବୋଲିକି କହୁ। ମୁଁ ଜାଗତିକ ଏଥିପାଇଁ କହୁଛି ଯେହେତୁ ଏଇ ଜଗତରେ ଆକ୍ଷରିକ ଭାବେ ଯୀଶୁଖ୍ରୀଷ୍ଟ ତାଙ୍କରି ରାଜ୍ୟ ସ୍ଥାପନ କରିବା ପାଇଁ ଯାଉଛନ୍ତି। ତାଙ୍କରି ପ୍ରଥମ ଆଗମନରେ ଇସ୍ରାଏଲ ଲୋକମାନେ ତାଙ୍କୁ ସେଇ ରାଜ୍ୟ ନେଇ ଆସିଲେ ବୋଲିକି ତାଙ୍କ ପଛେ ପଛେ ଗଲେ। ହୋଶାନା ହୋଶାନା ଈଶ୍ୱରଙ୍କର ନାମରେ ଯିଏ ଆସୁଛନ୍ତି ସେ ଧନ୍ୟ ବୋଲି ଚିତ୍କାର କରୁଥିଲେ। ସେମାନେ ଭାବିଲେ ଯୀଶୁଖ୍ରୀଷ୍ଟଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ଦେଖି ସେମାନେ ଭାବିଲେ ଯୋଉ ମସିହଙ୍କର ଅପେକ୍ଷାରେ ଆମେ ଅଛୁ, ଏଇ ସମୟରେ ସେଇ ମସିହ ଆସିଛନ୍ତି, ଆମମାନଙ୍କୁ ଶାରୀରିକ ଜାଗତିକ ରାଜନୈତିକ ବନ୍ଧନରୁ ମୁକ୍ତ କରି ଆମମାନଙ୍କୁ ରାଜ୍ୟ ଦେବା ପାଇଁ ଆସିଛନ୍ତି ବୋଲି ତାଙ୍କ ପଛେ ପଛେ ସେଦିନ ଯୀଶୁଖ୍ରୀଷ୍ଟଙ୍କୁ
ହୋସାନା ହୋସାନା କରି ଶୋଭାଯାତ୍ରାରେ ଆଣିଲେ, କିନ୍ତୁ ସେଇଟା ଯୀଶୁ ଖ୍ରୀଷ୍ଟଙ୍କର ପ୍ରୋଗ୍ରାମ ନଥିଲା। ଯୀଶୁ ଖ୍ରୀଷ୍ଟ ତାଙ୍କରି ପ୍ରଥମ ଆଗମନରେ ଜାଗତିକ ରାଜ୍ୟର ରାଜା ହେବା ପାଇଁ ଆସିନଥିଲେ। 1000 ବର୍ଷ ଶାନ୍ତି ରାଜ୍ୟର ମୁକୁଟ ପିନ୍ଧିବା ପୂର୍ବରୁ ତାଙ୍କୁ ପ୍ରଥମ ଆଗମନରେ କଣ୍ଟାର ମୁକୁଟ ପିନ୍ଧିବାର ପଡ଼ିବ। ଆଉ ଯେବେ ପର୍ଯ୍ୟନ୍ତ ସେ ପ୍ରଥମ ଆଗମନର କଣ୍ଟାର ମୁକୁଟ ନ ପିନ୍ଧନ୍ତି, ତେବେ ପର୍ଯ୍ୟନ୍ତ ସେ ଶାନ୍ତି ରାଜ୍ୟର ରାଜା ଭାବେ ମୁକୁଟ ପିନ୍ଧି ପାରିବେ ନାହିଁ। କିନ୍ତୁ ଇସ୍ରାଏଲ ଲୋକମାନଙ୍କୁ ଏହି ଡକ୍ଟ୍ରିନ୍ ଜଣା ନଥିଲା। ପୁରାତନ ନିୟମରେ ଏହାକୁ ନିଗୁଡ ତତ୍ତ୍ୱ ବୋଲି କୁହାଯାଉଥିଲା। ଇସ୍ରାଏଲ ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମ ଆଉ ଦ୍ୱିତୀୟ ଆଗମନର ଭେଦ ଜଣା ନଥିଲା। କେବଳ ସେମାନେ ଭାବିଥିଲେ ଯେ ମସିହ କେବଳ ଥରେ ଆସିବେ, ଆଉ ଜାଗତିକ ଭାବେ ରାଜନୈତିକ ଭାବେ ସେ ରାଜତ୍ୱ କରିବେ। ଇସ୍ରାଏଲ ଲୋକମାନେ ତାଙ୍କ ସହିତ ସମଗ୍ର ପୃଥିବୀକୁ ରାଜ୍ୟ କରିବେ। ଏଇ ଯୋଉ ହଜାର ହଜାର ବର୍ଷ ଧରି ଅନ୍ୟାନ୍ୟ ରାଜା ମାନଙ୍କର ଅମଳରେ ଏମାନେ ତାଡନା ପାଇକି ଆସୁଛନ୍ତି, ସେଇ ତାଡନାରୁ ମୁକ୍ତ କରିବା ପାଇଁ ମସିହ ଆସିଛନ୍ତି ବୋଲି ସେମାନଙ୍କର ବିଶ୍ୱାସ ଥିଲା। ଯୀଶୁଙ୍କୁ ସେମାନେ ଭୁଲ ବୁଝିଲେ, ଯୀଶୁଙ୍କର ସମୟକୁ ସେମାନେ ଭୁଲ ବୁଝିଲେ। ହଁ, ସେ ତେବେ ବି ରାଜା ଥିଲେ, ଏବେ ବି ରାଜା ଅଛନ୍ତି, କିନ୍ତୁ ସେତେବେଳେ ଯୋଉ ରାଜ୍ୟ ନେଇକି ଆସିଲେ ତାହା ସେମାନେ ବୁଝିପାରିଲେନି। ସେଇ ସମୟରେ ସେ ଆଧ୍ୟାତ୍ମିକ ରାଜ୍ୟ ନେଇ ଆସିଥିଲେ, ଆଉ ତାଙ୍କ ରାଜ୍ୟ ଏଇ ଜଗତର ରାଜ୍ୟ ପରି ନଥିଲା। ସେ ସମ୍ପୂର୍ଣ୍ଣ ଭାବେ ବୁଝେଇକି ସେ ରାଜାଙ୍କୁ କହିଥିଲେ। ତାଙ୍କର ରାଜ୍ୟ ରାଜନୈତିକ ରାଜ୍ୟ ନଥିଲା, ତାଙ୍କର ରାଜ୍ୟ ଆକ୍ଷରିକ ରାଜ୍ୟ ନଥିଲା, ଅଦୃଶ୍ୟ ଆତ୍ମିକ ରାଜ୍ୟ ଥିଲା। ଆଉ ସେଠାରେ କେବଳ ଯୋଉମାନଙ୍କର ହୃଦୟ ପରିବର୍ତ୍ତନ ହେଇଛି ସେମାନେ ହିଁ ପ୍ରବେଶ କରିପାରିବେ। ଆଉ ଯେତେବେଳେ ଇସ୍ରାଏଲ ଲୋକମାନଙ୍କର ସେଇ ଅଭିପ୍ରାୟ ପୂର୍ଣ୍ଣ ହେଲାନି, ଇସ୍ରାଏଲ ଲୋକମାନଙ୍କର ସେଇ ଦୀର୍ଘ ଦିନର ଆଶା ପୂର୍ଣ୍ଣ ହେଲା ନାହିଁ, ସେତେବେଳେ ସେମାନେ କହିଲେ, ଆକୁ କ୍ରୁଶରେ ଚଢାଅ, ପୁଣି ବାରବାକୁ ମୁକ୍ତ କର। ଏ ଯେ ଆମମାନଙ୍କର ରାଜା ହୁଅନ୍ତୁ, ଆମେ ଚାହୁଁନାହୁଁ ବୋଲି କହିଲେ। ସେମାନଙ୍କର ରାଜା ସେମାନଙ୍କ ନିକଟକୁ ଆସିଲେ, କିନ୍ତୁ ସେମାନେ ଗ୍ରହଣ କଲେ। ଓ ସିଓନର କନ୍ୟା, ଦେଖ ତୋର ରାଜା ତୋ ନିକଟକୁ ଆସୁଛନ୍ତି। କିନ୍ତୁ ସେମାନେ ତାଙ୍କୁ ରାଜା ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲେ। ସେମାନଙ୍କର ଥିଓଲୋଜିରେ ପ୍ରୋବ୍ଲେମ। ଯୀଶୁ ଖ୍ରୀଷ୍ଟଙ୍କର 2ଟି ଆଗମନ ଅଛି, ସେମାନେ ଜାଣିନଥିଲେ। କିନ୍ତୁ ବର୍ତ୍ତମାନ ପୁରାତନ ନିୟମରେ ଯୀଶୁଙ୍କୁ ଯୋଉ ରାଜା ଭାବେ ବର୍ଣ୍ଣନା କରାଯାଇଛି, ଇସ୍ରାଏଲ ଲୋକମାନେ ଯୋଉ ରାଜାଙ୍କର ଅପେକ୍ଷାରେ ଅଛନ୍ତି, ସେଇ ରାଜା ସାଜି ପ୍ରକାଶିତ ପୁସ୍ତକ 19 ଅଧ୍ୟାୟରେ ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି। ଏଇଟା ହଉଛି ତାଙ୍କର ରାଜ୍ୟର ଦ୍ୱିତୀୟ ଫେଜ୍ ବା ଦ୍ୱିତୀୟ ଭାଗ। ଆମମାନେ ଗତ ସପ୍ତାହରେ ଏଇ ଦ୍ୱିତୀୟ ଫେଜ୍ ବିଷୟରେ ଅଧ୍ୟୟନ କରିଥିଲୁ। ଯୁଗାନ୍ତ ସମୟରେ ଯୀଶୁ ଖ୍ରୀଷ୍ଟ ତାଙ୍କର ଦ୍ୱିତୀୟ ଆଗମନରେ ଆସିବେ। ୟା ପୂର୍ବରୁ ମଣ୍ଡଳୀ ମଧ୍ୟ ଆକାଶକୁ ନୀତ ହବ, ଆଉ ମଣ୍ଡଳୀ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଉପରେ ଥିବ। କିନ୍ତୁ ଏଇ ଜଗତରେ ଅତି ଭୟଙ୍କର ସମୟ ଆସିବ, ଯାହାକୁ ଆମେ 7 ବର୍ଷ ମହାକ୍ଲେଶ ବୋଲି କହୁ। ଯୀଶୁଙ୍କର ନିଜ ମୁଖରେ କହିବା ଅନୁସାରେ, ମାଥ୍ୟୁ 24 ଅନୁସାରେ, ଏମିତି କ୍ଲେଶ ଆସିବ ଯେ ଦୁନିଆର ଆରମ୍ଭରୁ ସେଭଳି କ୍ଲେଶ କେବେ ହେଇନଥିଲା। ନାହିଁ ନଥିଲା କ୍ଲେଶର ସମ୍ମୁଖୀନ ହବ ଏଇ ଜଗତ। ମନୁଷ୍ୟ ଇତିହାସ ସେଇଭଳି ଭୟଙ୍କର କ୍ଲେଶ ଆଜି ପର୍ଯ୍ୟନ୍ତ ଅନୁଭବ করে। ସେ ପ୍ରକାର ଭୟଙ୍କର କ୍ଲେଶ ଏଇ ଜଗତ ପାଇଁ ଅଛି, ଯାହାକୁ ଆମେ 7 ବର୍ଷ ମହାକ୍ଲେଶ ବୋଲିକି କହୁ। କିନ୍ତୁ ପ୍ରିୟମାନେ, ଆପଣମାନେ ଯଦି ସେଇ ଆଧ୍ୟାତ୍ମିକ ରାଜ୍ୟର ସଭ୍ୟ ଅଟନ୍ତି, ତେବେ ସେଇ କ୍ଲେଶର ସମୟ ଆପଣମାନଙ୍କ ପାଇଁ ନାହିଁ। ଆଜିକା ଡେଟ୍ରେ ଯଦି ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରିଛନ୍ତି, ଆଉ ପ୍ରକୃତରେ ମନ ପରିବର୍ତ୍ତନ କରି ଯୀଶୁଙ୍କୁ ଗ୍ରହଣ କରିଛନ୍ତି, ତେବେ ଯୋଉ ଭୟଙ୍କର ଦିନ ସବୁ ଆସୁଛି, ସେଇ ସମୟରେ ଆପଣ ନଥିବେ। ଆପଣ ସେଇ ସମୟରେ ଆପଣଙ୍କର ବର ଯୀଶୁ ଖ୍ରୀଷ୍ଟ ସହିତ ବିବାହରେ ଥିବେ। ଯୋଉ ସମୟରେ 7 ବର୍ଷ ମହାକ୍ଲେଶ ଚାଲିଥିବ, ସେଇ ସମୟରେ ଆମମାନଙ୍କର ବର ଯେ ଯୀଶୁ ଖ୍ରୀଷ୍ଟ, ତାଙ୍କ ସହିତ ଆମେ ବିବାହରେ ଥିବେ। ଦୟାକରି ମନେ ରଖିବେ, ସେଇ ସମୟରେ ମଣ୍ଡଳୀ ପାଇଁ କ୍ଲେଶ ନୁହେଁ। କିନ୍ତୁ ଜଗତରେ ଯୋଉ କ୍ଲେଶ ଦେବା ଲୋକମାନେ ଅଛନ୍ତି, ସେମାନେ ହଉଛନ୍ତି ତ୍ରିତ୍ୱ ସୟତାନ, ଭଣ୍ଡ ଖ୍ରୀଷ୍ଟ
ଭଣ୍ଡ ଭାବବାଦୀ, ଏଇ ତିନି ଜଣ ଯାହାକୁ ଆମେ ସାଇତାନିକ ତ୍ରିତ୍ବ ବୋଲି କହୁ, ସାଟାନିକ ଟ୍ରିନିଟି ବୋଲି କହୁ, ଏଇ ତିନି ବ୍ୟକ୍ତି ସମଗ୍ର ପୃଥିବୀକୁ ତଳି ତଳାନ୍ତ କରିବେ। ପ୍ରିୟମାନେ, ଆଜି ଯୋଉମାନେ ଆମଙ୍କର ତ୍ରାଣକର୍ତ୍ତାକୁ ଅସ୍ୱୀକାର କରୁଛନ୍ତି, ସେମାନେ ସମସ୍ତେ ସେଇ 7 ବର୍ଷ ମହାକ୍ଲେଶ ଦେଇ ଗମନ କରିବେ। କିନ୍ତୁ ବିଶେଷ କରି ସେଇମାନେ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିଥିଲେ, ଇସ୍ରାଏଲ ଲୋକମାନଙ୍କ ପାଇଁ ଏଇ 7 ବର୍ଷ ମହାକ୍ଲେଶ ବିଶେଷ କରି ଉଦ୍ଦିଷ୍ଟ ଅଟେ। ଆଉ ସେଥିପାଇଁ ଏଇ ମହାକ୍ଲେଶକୁ ଯାକୁବଙ୍କର କ୍ଲେଶ ବୋଲିକି କୁହାଯାଏ। ଗୋଟାଏ ପ୍ରକୃତ ସୁନାକୁ ଯେତେବେଳେ ଅଗ୍ନିରେ ପକାଯାଇ ପରୀକ୍ଷା କରାଯାଏ, ଠିକ ସେଇପରି ଇସ୍ରାଏଲ ଲୋକମାନଙ୍କୁ ଏଇ 7 ବର୍ଷର ଅଗ୍ନି ଦ୍ୱାରା ପରୀକ୍ଷା କରାଯିବ। ସମସ୍ତ ଇସ୍ରାଏଲ ଲୋକମାନେ ପରିତ୍ରାଣ ପାଇବେ ନାହିଁ, କିନ୍ତୁ ଏଇ ପରୀକ୍ଷାର ସମୟରେ ଯୋଉ ଇସ୍ରାଏଲ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ, ପ୍ରଭୁ ସେମାନଙ୍କୁ ତାଙ୍କର ଶାନ୍ତି ରାଜ୍ୟରେ ପ୍ରବେଶ କରିବାକୁ ଦେବେ। 1,44,000 ଇସ୍ରାଏଲ ଲୋକମାନେ ପ୍ରଥମେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ। ଯାହାକୁ ସେମାନେ ବିନ୍ଦିଥିଲେ ତାଙ୍କୁ ଦେଖି ସେମାନେ ରୋଦନ କରିବେ। ଆଉ ସେଇମାନେ ଏଇ ଜଗତରେ ସୁସମାଚାର ପ୍ରଚାରକ ହେଇ ପ୍ରଚାର କରିବେ। ଆଉ ତା ଛଡା ଅନେକ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ସେଇ ସମୟରେ ବିଶ୍ୱାସ କରିବେ। ଶୈତାନ, ଭଣ୍ଡ ଖ୍ରୀଷ୍ଟ, ଭଣ୍ଡ ଭାବବାଦୀର ତାଡନାରେ ଯୀଶୁଙ୍କୁ ବିଶ୍ୱାସ କରୁଥିବା ଅନେକ ଲୋକ ହତ ହେବେ। ସେଇ ସମୟ ମୁଁ ଗତ ସପ୍ତାହରେ କହିଥିଲି, କେବଳ ଜିହୁଦୀ ଲୋକ ବିଶ୍ୱାସ କରିବେ ତାହା ନୁହଁ, ଅଣ ଇହୁଦୀ ଲୋକମାନେ ବି ବିଶ୍ୱାସ କରିବେ। ପୁଣି ଯୋଉମାନେ ବିଶ୍ୱାସ କରିବେ ସେମାନେ ନୀରବ ରହିବେ ନାହିଁ, ସେମାନେ ସ୍ଥାନେ ସ୍ଥାନେ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର। କେବଳ ଏତିକି ନାହିଁ, ସ୍ୱର୍ଗରୁ 2ଟି ସାକ୍ଷୀ ଓହ୍ଲେଇ ଆସିବେ। ସେମାନେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବେ। ଈଶ୍ୱରଙ୍କର ବାକ୍ୟ ପୁଣି ଯୀଶୁଖ୍ରୀଷ୍ଟଙ୍କର ସାକ୍ଷ୍ୟ ନିମନ୍ତେ ସେ 2 ସାକ୍ଷୀକୁ ହତ୍ୟା କରାଯିବ। ବାଇବଲରେ ଲେଖା ଅଛି, ସମଗ୍ର ପୃଥିବୀ 4 ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଦେଖିବେ। 4ର୍ଥ ଦିନରେ ସେମାନେ ପୁନରୁତ୍ଥିତ ହେବେ, ପୁଣି ସ୍ୱର୍ଗକୁ ଚାଲିଯିବେ। ପ୍ରିୟମାନେ, ସେତିକି ହିଁ ନୁହଁ, ଆକାଶରେ ଦୂତମାନେ ବୁଲି ବୁଲି ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବେ। ଅଧିକ କଠିନର ସମୟ, କିନ୍ତୁ ସୁସମାଚାର ବି ସମୟ। ଆଉ 7 ବର୍ଷ ମହାକ୍ଲେଶ କାଳ ମଧ୍ୟରେ ଅନେକ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବେ। ସେଇମାନଙ୍କୁ ଆମେ 7 ବର୍ଷର ସାଧୁ ବୋଲିକି କହୁ। ଅନେକଙ୍କୁ ମୃତ୍ୟୁର ଦଣ୍ଡ ଦିଆଯିବ। ତାର ଶେଷରେ ପ୍ରକାଶିତ 19 ଅଧ୍ୟାୟ ଅନୁସାରେ ଯୀଶୁଖ୍ରୀଷ୍ଟ ତାଙ୍କର ନବବିବାହିତ ବଧୂଙ୍କୁ ନେଇକି ଏଇ ଜଗତକୁ ଆସିବେ। 19 ଅଧ୍ୟାୟରେ ସେ ଏଇ ଜଗତକୁ ଆସିବେ। ଯେତେବେଳେ ସେଇ ଜଗତକୁ ଆସିବେ, ଆସିବା ସାଙ୍ଗେ ସାଙ୍ଗେ ଭଣ୍ଡ ଖ୍ରୀଷ୍ଟ, ଭଣ୍ଡ ଭାବବାଦୀକୁ ସେ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ, ଯାହାକୁ ଆମେ ଆର୍ମଗିଡନ ଯୁଦ୍ଧ ବୋଲି କହୁ, ସେଇ ଯୁଦ୍ଧରେ ତାଙ୍କୁ ସଂହାର କରିବେ। କେବଳ ସେତିକି ନୁହଁ, ସେଇ ସମୟରେ ଇସ୍ରାଏଲ ବିରୁଦ୍ଧରେ ପୃଥିବୀର ଅନେକ ଦେଶର ଲୋକମାନେ ସଂଗଠିତ ହେଇ ସେ ଆର୍ମଗିଡନ ଯୁଦ୍ଧକୁ ଯିବେ। କିନ୍ତୁ ଯୀଶୁଖ୍ରୀଷ୍ଟ ନିଜର ମନୋନୀତ ଲୋକମାନଙ୍କୁ ଅର୍ଥାତ ଇସ୍ରାଏଲ ଲୋକମାନଙ୍କୁ ବଞ୍ଚେଇବା ପାଇଁ ସେ ସେମାନଙ୍କର ସପକ୍ଷରେ ଯୁଦ୍ଧ କରିବେ। ପୁଣି ସେଇ ସମୟରେ ଥିବା ସମସ୍ତ ଅସାଧୁ ଲୋକମାନଙ୍କୁ, ଦୁଷ୍ଟ ଲୋକମାନଙ୍କୁ ସେ ସଂହାର କରିବେ। ତାଙ୍କର ମୁଖ ନିଃସୃତ ବାକ୍ୟ ଖଡ୍ଗ ପରି ଯିବ। ପୁଣି ସମସ୍ତ ପାପୀ ମାନଙ୍କୁ ସଂହାର କରାଯିବ। ପ୍ରିୟମାନେ, 7 ବର୍ଷ ମହାକ୍ଲେଶର ଅନ୍ତର ସେଇ ଯୋଉ ଯୁଦ୍ଧ, ଯାହାକୁ ଆମେ ଆର୍ମଗିଡନ ଯୁଦ୍ଧ ବୋଲି କହୁ, ସେଠାରେ ଗୋଟିଏ ହେଲେ ପାପୀ ବଞ୍ଚିବେ ନାହିଁ। କିନ୍ତୁ 7 ବର୍ଷ ମହାକ୍ଲେଶ ସମୟରେ ଯୋଉମାନେ ମରିଯାଇଛନ୍ତି, ସମସ୍ତେ ତ ମରିବେନି। ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରିଅଛନ୍ତି, ସେମାନେ ଶାନ୍ତି ରାଜ୍ୟରେ ପ୍ରବେଶ କରିବେ। ଆପଣ ଯେ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି, ବାକ୍ୟରେ ଲେଖା ଅଛି, ଆମ୍ଭେ ଯେ କେବଳ ତାଙ୍କୁ ବିଶ୍ୱାସ କରୁଅଛୁ ତାହା ନୁହଁ, ତାଙ୍କ ସହିତ ରାଜ୍ୟ ମଧ୍ୟ କରିବା। ଆମେ ଆମର ବର ଯୀଶୁଙ୍କ ସହିତ ତଳକୁ ଓହ୍ଲେଇ ଆସି 1000 ବର୍ଷ ତାଙ୍କ ସହିତ ଶାସନ କରିବା। ଆକ୍ଷରିକ 1000 ବର୍ଷ, ଯାହାକୁ ମୁଁ ଜାଗତିକ ଆକ୍ଷରିକ ରାଜ୍ୟ ବୋଲିକି କହେ, ଈଶ୍ୱରଙ୍କର ରାଜ୍ୟର ଦ୍ୱିତୀୟ ସୋପାନ। ଏଇ ଜଗତରେ ଯୀଶୁଖ୍ରୀଷ୍ଟ ସ୍ୱୟଂ 1000 ବର୍ଷ ରାଜ୍ୟ କରିବେ। ଏ ଦେଶ ସେ ଦେଶ, ସେ ଦେଶ ବାଉଣ୍ଡ୍ରି ଆଉ ରହିବ ନାହିଁ। ସମଗ୍ର ପୃଥିବୀ ଗୋଟିଏ ଦେଶ ହବ। ପୁଣି ସମଗ୍ର ପୃଥିବୀର ଗୋଟିଏ ରାଜା ହେବେ। ସେ ହଉଛନ୍ତି ଆପଣଙ୍କର ପୁଣି ମୋର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ।
ରାଜା ମାନଙ୍କର ରାଜା ଆଉ ପ୍ରଭୁ ମାନଙ୍କର ପ୍ରଭୁ। ସେ ସେଇଭଳିଆ ରାଜ୍ୟ ସ୍ଥାପନ କରିବା ପାଇଁ ଆସୁଛି। ଆଉ ସେଇ ବିଷୟରେ ଆମେ ପ୍ରକାଶିତ ପୁସ୍ତକ 20ରେ ପଢିଛୁ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ପଦ ପଢିଛୁ। ଆଜି ଆମେ ଅବଶିଷ୍ଟ ପଦ ଗୁଡାକ ପଢିବା ପୁଣି ଅଧ୍ୟୟନ କରିବା। ପ୍ରକାଶିତ ପୁସ୍ତକ 20 ଅଧ୍ୟାୟ 1ରୁ 6 ପର୍ଯ୍ୟନ୍ତ ଆମେ ପଢିବା ପାଇଁ ମନୋନୀତ କରିଅଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ତିନୋଟି ପଦ ପଢିଅଛୁ। ଅବଶିଷ୍ଟ ପଦ ଗୁଡାକ ଆଜି ଆମେ ପଢି ତାକୁ ଭଲ ଭାବେ ବୁଝିବା ପାଇଁ ଚେଷ୍ଟା କରିବା। କିନ୍ତୁ ଆମେ ଆଉ ଥରେ ମେଣ୍ଟାଲି ସେଟ୍ ହେବା ନିମନ୍ତେ ଏକ ପଦରୁ ଆଉ ଥରେ ପଢିବା ଫଳରେ ଆମେ ଗତ ସପ୍ତାହରେ ଯାହା ସବୁ ପଢିଛୁ ତାହା ମାନଙ୍କର ସ୍ମରଣରେ ଆସିବ। ମୁଁ ଆପଣ ମାନଙ୍କ ପାଇଁ ପଢି ଦଉଛି, ଦୟାକରି ଶୁଣନ୍ତୁ। ପ୍ରକାଶିତ ପୁସ୍ତକ 20 ଅଧ୍ୟାୟ 1ରୁ ମୁଁ ପଢୁଛି, ମୋ ସହିତ ଫଲୋ କରନ୍ତୁ। ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳ କୁଣ୍ଡର ଚାବି ଓ ଗୋଟାଏ ବୃହତ୍ ଶୃଙ୍ଖଳ ଥିଲା। ସେ ସେଇ ସର୍ପ, ସେଇ ପୁରାତନ ନାଗ ଅର୍ଥାତ୍ ଦିଆବଳ ଶୈତାନକୁ ଧରି 1,000 ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ। ପୁଣି ତାହାକୁ ପାତାଳ କୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି 1,000 ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତି ସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ। ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହବ। ଆମେ এই ପର୍ଯ୍ୟନ୍ତ ଅଧ୍ୟୟନ କରୁଛୁ। ଆଜି ଆମେ 4, 5, 6 ପଢି ସମାପ୍ତ କରିବା ପାଇଁ ଚେଷ୍ଟା କରିବା। ଏଭଳିଆ ଲେଖା ଅଛି, ପରେ ମୁଁ ସିଂହାସନ ସମୂହ ଦେଖିଲି। ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ। ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଈଶ୍ୱରଙ୍କର ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି ଯେଉଁମାନେ ସେଇ ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରିନଥିଲେ ଓ ତାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରିନଥିଲେ, ସେମାନଙ୍କର ଆତ୍ମା ମାନଙ୍କୁ ଦେଖିଲି। ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ 1,000 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ଅବଶିଷ୍ଟ ମୃତ ଲୋକମାନେ ସେଇ 1,000 ବର୍ଷ ଶେଷ ନହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ। ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର। ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଞ୍ଚ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ 1,000 ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ। ଏହା ଈଶ୍ୱରଙ୍କର ପବିତ୍ର ବାକ୍ୟ। ପ୍ରଭୁ ତାଙ୍କର ବାକ୍ୟର ପଠନ ଆଉ ଶ୍ରବଣରେ ତାଙ୍କରି ଆଶୀର୍ବାଦ ଯୋଗ କରନ୍ତୁ। 4ରୁ 6 ପର୍ଯ୍ୟନ୍ତ ବର୍ତ୍ତମାନ ଦେଖିବା। ଦୟାକରି ଧ୍ୟାନର ସହିତ ବସିବେ। ଯଦି ଆପଣଙ୍କୁ କିଛି ଶିଖିବାର ମିଳୁଛି, ତାଙ୍କୁ ଲେଖିବାକୁ ଭୁଲିବେ ନାହିଁ, କାରଣ ଭୁଲି ଯିବା ପାଇଁ ବେଶୀ ସମୟ ଲାଗେନି। ଆପଣ ଖାଲି ବସି ବସି ଶୁଣିବେ, ଭୁଲି ଯିବା ପାଇଁ ବେଶୀ ସମୟ ଲାଗିବନି। ଦୟାକରି ପାଖରେ ଯଦି ଖଣ୍ଡେ କାଗଜ ଅଛି ବା ପେନ୍ ଅଛି, କିଛି କିଛି ଲେଖି ରଖିବା ପାଇଁ ଚେଷ୍ଟା କରନ୍ତୁ। ବିଶେଷ କରି ଯେଉଁମାନେ ପାଳକ ଅଛନ୍ତି, ପ୍ରଚାରକ ଅଛନ୍ତି, ସେମାନଙ୍କ ପାଇଁ ଅତି ଲାଭଦାୟକ ହବ। ଯେଉଁମାନେ ଈଶ୍ୱରଙ୍କର ବାକ୍ୟର ପ୍ରଚାର କାର୍ଯ୍ୟରେ ଅଛନ୍ତି, ସେମାନଙ୍କ ପାଇଁ ଅତି ବେନିଫିସିଆଲ ହବ। 4 ପଦ ଦେଖନ୍ତୁ। ପରେ ମୁଁ ସିଂହାସନ ସମୂହ ଦେଖିଲି। ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ। ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଯୋହନଙ୍କ ନିକଟରେ ଈଶ୍ୱରଙ୍କର ଏହି ଦର୍ଶନ ପ୍ରକାଶିତ ହୋଉଅଛି। ଆପଣ ମାନେ ଜାଣିଛନ୍ତି, ବର୍ତ୍ତମାନ ଯୋହନ ପାତ୍ମୋସ ଦ୍ୱୀପରେ ଅଛନ୍ତି। ସେ ଈଶ୍ୱରଙ୍କର ବାକ୍ୟ ପୁଣି ଯୀଶୁ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ହେତୁ ଡୋମିସିଆନ ନାମକ ଜଣେ ରୋମିଓ ସମ୍ରାଟଙ୍କ ଦ୍ଵାରା ପାତ୍ମୋସ ଦ୍ୱୀପକୁ ନିଆଯାଇଥିଲେ ବନ୍ଦୀ ଅବସ୍ଥାରେ। ଆଉ ସେଇଠାରେ ଥିବା ସମୟରେ ଯୀଶୁ ଖ୍ରୀଷ୍ଟ ତାଙ୍କର ଏଇ ସୁନ୍ଦର ପ୍ରକାଶିତ ବାକ୍ୟ ଦଉଛନ୍ତି। ଆଉ ଯୋହନ ଯୋଉ ପ୍ରକାଶନ ପାଉଛନ୍ତି, ଏଟ୍ ଏ ଟାଇମ୍ ସବୁ ପାଉନାହାନ୍ତି। ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ପାଉଛନ୍ତି। ଆପଣ ଟିଭି ଦେଖନ୍ତି ବା ସିନେମା ଯଦି ଦେଖନ୍ତି, ଗୋଟାଏ ସିନ୍ ପରେ ଆଉ ଗୋଟାଏ ସିନ୍ ଆସେ, ଗୋଟାଏ ସିନ୍ ପରେ ଆଉ ଗୋଟାଏ ସିନ୍ ଆସେ। ଏକ୍ଜାକ୍ଟଲି ସେମିତି ହିଁ ଯୋହନ ଦେଖୁଛନ୍ତି। ସେଥିପାଇଁ ପରେ ମୁଁ ଦେଖିଲି, ପରେ ମୁଁ ଦେଖିଲି ବୋଲି ସେ କହୁଛନ୍ତି। ଆଉ ଆପଣ ଯଦି ପ୍ରକାଶିତ ପୁସ୍ତକ ପଢୁଛନ୍ତି, ପରେ ମୁଁ ଦେଖିଲି ଯୋଉ ଶବ୍ଦ ଆସିବ, ଡେଫିନେଟଲି ଗୋଟାଏ ନୂଆ ଦର୍ଶନ ସେ ପାଉଥିବା କଥା ସେ ପ୍ରକାଶ କରନ୍ତି। ଏଇଠାରେ ବି ସେ
ପରେ ମୁଁ ଦେଖିଲି ବୋଲି ଯୋଉ କହୁଛନ୍ତି, ତାଙ୍କର ଦର୍ଶନର ସିରିଜର ଆଉ ଗୋଟାଏ ଅନ୍ୟ ଦର୍ଶନ ସେ ଦେଖୁଛନ୍ତି। କଣ ସେ ଦେଖିଲେ? ମୁଁ ସିଂହାସନ ସମୂହ ଦେଖିଲି ବୋଲି କହୁଛି। ଆମେ ଜାଣିଛୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତର ଚରମ ରାଜା ଅଟନ୍ତି। ପ୍ରକାଶିତ 19:16 ତାଙ୍କ ବିଷୟରେ କୁହାଗଲା, ତାଙ୍କର ବସ୍ତ୍ରରେ ତାଙ୍କର ଜଙ୍ଗ ଦେଶରେ ଏଇ ନାମ ଲିଖିତ ଅଛି। କଣ ତାଙ୍କ ନାମ? ରାଜା ମାନଙ୍କର ରାଜା ଓ ପ୍ରଭୁ ମାନଙ୍କର ପ୍ରଭୁ। ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଏଇ ଜଗତର ରାଜା ମାନଙ୍କର ରାଜା ଓ ପ୍ରଭୁ ମାନଙ୍କର ପ୍ରଭୁ। ସେ ଅନ୍ତିମ ଚୂଡାନ୍ତ ଫାଇନାଲ କିଙ୍ଗ ଅଟନ୍ତି, ରାଜା ଅଟନ୍ତି। ଲୁକ 1:32 ତାଙ୍କ ଜନ୍ମ ସମୟରେ ଗୋଟେ କଥା କୁହାଗଲା। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ବେଳେ ତାଙ୍କୁ ଗୋଟେ କଥା କୁହାଗଲା, ସେ ମହାନ ହେବେ ଓ ପରାତ୍ପରଙ୍କର ପୁତ୍ର ବୋଲି ଖ୍ୟାତ ହେବେ। କାହିଁକି? ପ୍ରଭୁ ଈଶ୍ୱର ତାଙ୍କୁ ତାହାଙ୍କର ପିତା ଦାଉଦଙ୍କର ସିଂହାସନ ଦାନ କରିବେ। ସେ ଏଇ ଶାନ୍ତି ରାଜ୍ୟର ରାଜା ଅଟନ୍ତି। କିନ୍ତୁ ସେ ଏକାକୀ ଶାସନ କରିବା ପାଇଁ ଚାହୁଁନାହାନ୍ତି। ସେ ତାଙ୍କର ଶାସନ ଅନ୍ୟମାନଙ୍କୁ ବି ଦେବା ପାଇଁ ବା ବାଣ୍ଟିବା ପାଇଁ ଚାହୁଁଛନ୍ତି। ସେ ତାଙ୍କର ସାଧୁ ମାନଙ୍କ ସହିତ ଏଇ ପୃଥିବୀକୁ ଶାସନ କରିବା ପାଇଁ ଚାହୁଁଛନ୍ତି। ଏଠାରେ ଆମେ ଦେଖିଲୁ, ପରେ ମୁଁ ସିଂହାସନ ସମୂହ ଦେଖିଲି। ସିଂହାସନ ଶବ୍ଦ ଯୋଉ ଅଛି, ଗ୍ରୀକ ରେ ତାର ଦିଟା ମିନିଂ ଅଛି। ପ୍ରଥମ ସିଂହାସନ ଗୋଟାଏ କୋର୍ଟରେ ବିଚାରପତି ଯୋଉ ଜାଗାରେ ବସିକି ବିଚାର କରନ୍ତି, ସେଇ ସିଂହାସନକୁ ଦର୍ଶାଏ। ଆଉ ଦ୍ଵିତୀୟ ସିଂହାସନ ହଉଛି ଗୋଟିଏ ରାଜାର ସିଂହାସନ। କିନ୍ତୁ ଏଇଠାରେ ଯୋଉ ଶବ୍ଦ ପ୍ରୟୋଗ କରାଯାଇଛି, ଏହା ଗୋଟିଏ ରାଜାଙ୍କର ସିଂହାସନ ଅଟେ। ଆଉ ଏଇଠାରେ ଗୋଟିଏ ସିଂହାସନ ନାହିଁ, ଅନେକ ସିଂହାସନ ସବୁ ଦେଖୁଛନ୍ତି ସେ। ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ। ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ ଏକାକୀ ବିଚାର କରୁନାହାନ୍ତି। ସିଂହାସନ ସବୁ ପକାଗଲା। ଆଉ ଗୋଟାଏ ଚୂଡାନ୍ତ ସିଂହାସନ ଅଛି, ଯୋଉଠାରେ ଯୀଶୁ ଖ୍ରୀଷ୍ଟ ଉପବେଶନ କରୁଅଛନ୍ତି। ତାକୁ ଆମେ ଧବଳ ସିଂହାସନ ବୋଲିକି କହୁ। ପୁଣି ଅନ୍ୟାନ୍ୟ ସିଂହାସନ ସବୁ ରଖାଯାଇଛି। ସେଇ ସିଂହାସନରେ ଅନେକ ଲୋକ ଉପବେଶନ କଲେ। ଆପଣ ମାନେ ଜାଣିଛନ୍ତି କିଏ ମାନେ କିଏ? କେଉଁମାନେ ତାହାଙ୍କର ସିଂହାସନରେ ବସି ରାଜତ୍ୱ କରୁଛନ୍ତି, ବା ଯୀଶୁ ଖ୍ରୀଷ୍ଟ କୋଉମାନଙ୍କୁ ତାଙ୍କର ସିଂହାସନରେ ଉପବେଶନ କରି ରାଜତ୍ୱ କରିବେ ବୋଲି ପ୍ରତିଜ୍ଞା କରିଛି। ଏମାନଙ୍କୁ ଦୟାକରି ଚିହ୍ନିବା ଆସନ୍ତୁ। ପୁରାତନ ନିୟମର ଗୋଟାଏ ରେଫରେନ୍ସ ଖୋଲନ୍ତୁ, ଦାନିଏଲ 7:18 ପୁଣି 22 ପଢିବା। ଖୋଲନ୍ତୁ ନାଇଁ, ମୁଁ ପଢୁଛି, ଦୟାକରି ଶୁଣନ୍ତୁ। ଦାନିଏଲ 7:18, ମାତ୍ର ସର୍ବପରିସ୍ତଙ୍କର ପବିତ୍ର ଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିର କାଳ ଅର୍ଥାତ୍ ଅନନ୍ତ କାଳ ଯାଏ ରାଜ୍ୟ ଭୋଗ କରିବେ। ପ୍ରିୟମାନେ, ଏଇଠି ଯୋଉ ବସୁଛନ୍ତି ଶାସନ କରିବା ପାଇଁ, ସେମାନେ ହଉଛନ୍ତି ସର୍ବପରିସ୍ତଙ୍କର ପବିତ୍ର ଗଣ। ସେମାନଙ୍କୁ ରାଜ୍ୟ ପ୍ରାପ୍ତି ହେଲା, ଆଉ ସେମାନେ ଅନନ୍ତ କାଳ ରାଜ୍ୟ କରିବେ। 22 କୁହାଗଲା, ଶେଷରେ ଅର୍ଥାତ୍ ଏଇ ଶାନ୍ତି ରାଜ୍ୟ ସମୟରେ ସେହି ଅନେକ କାଳର ବୃଦ୍ଧ ଆସିଲେ ଓ ସର୍ବପରିସ୍ତଙ୍କର ପବିତ୍ର ଗଣଙ୍କୁ ବିଚାରର ଭାର ଦତ୍ତ ହେଲା ଓ ପବିତ୍ର ଗଣଙ୍କର ରାଜ୍ୟ ଭୋଗ କରିବାର ସମୟ ଉପସ୍ଥିତ ହେଲା। ପ୍ରିୟମାନେ, ପୁରାତନ ନିୟମର ସାଧୁ ମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ବସିକି ଶାସନ କରିବାର ଅଧିକାର ଦିଆଯାଉଛି। ଏମାନେ ଯୋଉମାନେ ବସିଛନ୍ତି, ସେମାନଙ୍କର ପରିଚୟ ମୁଁ ଆପଣ ମାନଙ୍କୁ ଦଉଛି। ପ୍ରଥମେ ପୁରାତନ ନିୟମର ସାଧୁମାନେ। ଦ୍ୱିତୀୟ ରେଫରେନ୍ସ ଦେଖନ୍ତୁ, ମାଥ୍ୟୁ 19:28। ମାଥ୍ୟୁ 19:28। ସେଠାରେ ପ୍ରକାର ଲେଖା ଅଛି, ଯୀଶୁ ସେମାନଙ୍କୁ କହିଲେ, ମୁଁ ତମମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟ ପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ। କୋଉ ସମୟର କଥା ଏଇଟା? ଶାନ୍ତି ରାଜ୍ୟର କଥା। ଯୀଶୁ ଖ୍ରୀଷ୍ଟ ସେଇ ସମୟରେ ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ। ସେତେବେଳେ ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ। ପ୍ରଥମେ ଆମେ ଦେଖିଲୁ ପୁରାତନ ନିୟମର ସାଧୁମାନେ। ଏଇଠାରେ ଆମେ ଦେଖୁଛୁ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ତାଙ୍କର ଅନୁଗମନ କରିଅଛନ୍ତି।
ମୋର ଅନୁଗାମୀ ହୋଇଅଛ ଯେ ତୁମେ ମାନେ, ଅର୍ଥାତ୍ ତାଙ୍କର ବିଶ୍ୱାସୀ ମାନଙ୍କୁ ସେ ପ୍ରମିସ୍ କରୁଛନ୍ତି କି ଶେଷ ସମୟରେ ଯେତେବେଳେ ମୁଁ ବିଚାର କରିବି, ତୁମେ ମୋ ସହିତ ବସିକି ଇସ୍ରାଏଲର 12 ଗୋଷ୍ଠୀକୁ ବିଚାର କରିବ। ପ୍ରଥମ କରନ୍ତୀୟ 6:2। ସାଧୁମାନେ ଯେ ଜଗତର ବିଚାର କରିବେ, ଏକଥା କି ତୁମେ ଜାଣ ନାହିଁ? ଆଉ ଯଦି ଜଗତ ତୁମମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମେ ମାନେ କି ସାମାନ୍ୟ ସାମାନ୍ୟ ବିଷୟରେ ବିଚାର କରିବାକୁ ଅଛ? ସାଧୁମାନେ ଯେ ଜଗତର ବିଚାର କରିବେ, ଏକଥା କି ତୁମେ ଜାଣିନାହ? ଏଇଟା କୋଉ ସାଧୁ ମାନେ? ନୂତନ ନିୟମର ସାଧୁମାନେ। ଦ୍ୱିତୀୟ ତିମୋଥୀ 2:12। ଯଦି ଆମେ ଧୈର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ରାଜତ୍ୱ କରିବା। ଆମେନ୍। ଏଟା ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ କୁହାଯାଉଛି। ଆମେ ଯଦି ଧୈର୍ଯ୍ୟ ଧରି ସହ୍ୟ କରିବା, ତେବେ ତାହାଙ୍କ ସହିତ ମଧ୍ୟ ରାଜତ୍ୱ କରିବା। ଯଦି ଆମେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମକୁ ଅସ୍ୱୀକାର କରିବେ। ଏଇଟା ନୂତନ ନିୟମର ବିଶ୍ୱାସୀ ମାନଙ୍କୁ କୁହାଯାଉଛି। ପ୍ରକାଶିତ 2:26। ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମର କର୍ମ କରେ, ଆମେ ଯେପରି ଆମର ପିତାଙ୍କ ଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାଙ୍କୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ। କାହାକୁ ଏ ପ୍ରମିସ୍ କରାଯାଉଛି? ଯେ ଜୟ କରେ। ପ୍ରଥମ ଜହନରେ ଲେଖା ଅଛି, ଯେ ଈଶ୍ୱରଙ୍କ ଠାରୁ ଜାତ ସେ ଜୟ କରେ। ଆଉ ଯେ ଜୟ କରେ ସେ ଈଶ୍ୱରଙ୍କ ସହିତ ବା ଯୀଶୁଙ୍କ ସହିତ ଶାସନ କରେ। ଈଶ୍ୱରଙ୍କ ଠାରୁ ଯିଏ ଜାତ ସେ ଜୟ କରେ। କେ ଈଶ୍ୱରଙ୍କ ଠାରୁ ଜାତ? ଯାହାର ପୁନର୍ଜନ୍ମ ହେଇଛି, ଯାହାର ନୂତନ ଜନ୍ମ ହେଇଛି, ସେ ଈଶ୍ୱରଙ୍କ ଠାରୁ ଜାତ। କାହାର ପୁନର୍ଜନ୍ମ ହୁଏ? ଯୋଉମାନେ ମନ ପରିବର୍ତ୍ତନ କରି ଯୀଶୁଙ୍କୁ ବିଶ୍ୱାସ କରନ୍ତି, ସେମାନଙ୍କର ପୁନର୍ଜନ୍ମ ହୁଏ। ଆଉ ଯୋଉମାନଙ୍କର ପୁନର୍ଜନ୍ମ ହୁଏ, ସେମାନେ ଈଶ୍ୱରଙ୍କ ଠାରୁ ଜାତ। ଆଉ ଯୋଉମାନେ ଈଶ୍ୱରଙ୍କ ଠାରୁ ଜାତ, ସେମାନେ ଜୟ କରନ୍ତି। ଆଉ ଯୋଉମାନେ ଜୟ କରନ୍ତି, ସେମାନଙ୍କୁ ସେ ତାଙ୍କର ସିଂହାସନ ସେୟାର କରିବାର ପ୍ରତିଜ୍ଞା କରୁଛି। ପ୍ରକାଶିତ 3:21। ଆମ୍ଭେ ଯେପରି ଜୟ କରି ଆମର ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛୁ, ସେପରି ଯେ ଜୟ କରେ, ଆମ୍ଭେ ତାହାଙ୍କୁ ଆମ୍ଭ ସହିତ ଆମ୍ଭର ସିଂହାସନରେ ବସିବାକୁ ଦେବୁ। ପ୍ରକାଶିତ 5:10। ପୁଣି ସେମାନଙ୍କୁ ଆମମାନଙ୍କର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇ ଅଛନ୍ତି, ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ମୁଁ ଯେତେ ରେଫରେନ୍ସ ବର୍ତ୍ତମାନ ପଢିଲି, ଏଇ ସବୁ ନୂତନ ନିୟମର ସାଧୁମାନେ। ପ୍ରଥମେ ଆମେ ଦେଖିଲୁ ପୁରାତନ ନିୟମର ସାଧୁମାନେ, ଦ୍ୱିତୀୟରେ ଆମେ ଦେଖିଲୁ ନୂତନ ନିୟମର ସାଧୁମାନେ। ଆଉ ଗୋଟିଏ ରେଫରେନ୍ସ ପଢିବା ପ୍ରିୟମାନେ। ପ୍ରକାଶିତ ପୁସ୍ତକ 20:4, ଆମେ ଯୋଉଠି ଅଛୁ। ପରେ ମୁଁ ସିଂହାସନ ସମୂହ ଦେଖିଲି, ସେଇ ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଦୟାକରି ଶୁଣନ୍ତୁ। ଆଉ ଯୀଶୁଙ୍କର ସାକ୍ଷ୍ୟ ଈଶ୍ୱରଙ୍କର ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି ଯେଉଁମାନେ ସେଇ ପଶୁ ବା ତାର ପ୍ରତିମାକୁ ପ୍ରଣାମ କରିନଥିଲେ ଓ ତାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରିନଥିଲେ, ସେମାନଙ୍କର ଆତ୍ମା ମାନଙ୍କୁ ଦେଖିଲି। ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ 1,000 ବର୍ଷ ପର୍ଯ୍ୟନ୍ତ ରାଜ୍ୟ କଲେ। ମାନେ ମିଲେନିୟମ ରୁଲ, 1,000 ବର୍ଷ ଶାସନ କଲେ। ଏଥିରୁ ଆପଣ ମାନଙ୍କୁ ଜଣା ପଡିଗଲା, ପୁରାତନ ନିୟମର ସାଧୁମାନେ, ନୂତନ ନିୟମର ସାଧୁମାନେ, ମଣ୍ଡଳୀର ସମସ୍ତ ସାଧୁମାନେ, ପୁଣି 7 ବର୍ଷ ମହାକ୍ଲେଶର ଏଇ ସାଧୁମାନେ। ଆପଣ 3 ଶ୍ରେଣୀରେ ପାଇପାରିବେ। ପୁରାତନ ନିୟମର ସାଧୁମାନେ, ଅନୁଗ୍ରହ ଯୁଗର ସମସ୍ତ ସାଧୁମାନେ, ପୁଣି 7 ବର୍ଷ ମହାକ୍ଲେଶରେ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରି ମୃତ୍ୟୁବରଣ କରିଛନ୍ତି, ସେମାନେ ପୁନରୁତ୍ଥିତ ହେବେ, ପୁଣି ଯୀଶୁଙ୍କ ସହିତ ବସିକି ଶାସନ କରିବେ। ଆଉ ଏମାନେ ସମସ୍ତେ ସେମାନଙ୍କର ଗୌରବମୟ ଶରୀର ଧାରଣ କରି ଶାସନ କରିବେ। ଏଇ ଫିଜିକାଲ ବଡିରେ ଆପଣ ମାନେ ଶାସନ କରିବେନି। ଆଜିକା ଡେଟରେ ଯଦି ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି, ତେବେ ଯୋଉମାନେ ପ୍ରକୃତ ଖ୍ରୀଷ୍ଟିଆନ, ସେମାନେ ମଧ୍ୟ ଆକାଶକୁ ନୀତ ହେଇଯିବେ, ର୍ୟାପଚର ହେଇଯିବେ। କିନ୍ତୁ ର୍ୟାପଚର ହେବା ପୂର୍ବରୁ ଆପଣ ଏଇ ଶରୀରରେ ଉପରକୁ ଯିବେନି।
এই ଶରୀର ଆକ୍ଚୁଆଲି ଗୋଟେ ଅଭିଶପ୍ତ ଶରୀର, ପାପ ଏଇ ଶରୀରରେ ଅଛି। ଆପଣଙ୍କୁ ଉପରକୁ ନେବା ପୂର୍ବରୁ ପରମେଶ୍ୱର ଆପଣଙ୍କୁ ଗୋଟାଏ ସୁନ୍ଦର ଶରୀର ଦେବେ, ଯାହାକୁ ଗୌରବମୟ ଶରୀର ବୋଲିକି କୁହାଯାଏ। ଆପଣ ରୂପାନ୍ତରିତ ହେଇଯିବେ ଗୌରବମୟ ଶରୀରରେ, ପୁଣି ଯୀଶୁଙ୍କ ସହିତ ମଧ୍ୟମାଳାକୁ ବା ମଧ୍ୟ ଆକାଶକୁ ନୀତ ହେବେ। ଆଉ ସେଇ ଗୌରବମୟ ଶରୀରରେ ହିଁ 1000 ବର୍ଷ ସମୟରେ ଆପଣ ଶାସନ କରିବେ। କେବଳ ଆପଣ ନାହିଁ, ପୁରାତନ ନିୟମର ସାଧୁମାନେ, ମଣ୍ଡଳୀର ସାଧୁମାନେ, ପୁଣି 7 ବର୍ଷ ମହାକ୍ଲେଶର ସାଧୁମାନେ, ଏଇମାନଙ୍କ ପାଇଁ ସିଂହାସନ ସବୁ ରଖାଗଲା। ଏଇମାନେ ହଉଛନ୍ତି ସେଇ ବ୍ୟକ୍ତିମାନେ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କ ସହିତ 1000 ବର୍ଷ ଶାସନ କରିବେ। ପରେ କଣ କୁହାଗଲା? ସମସ୍ତ ଯୁଗର ପାପୀ ମାନେ ଶେଷ ବିଚାର ପର୍ଯ୍ୟନ୍ତ ପୁନରୁତ୍ଥାନ ହେବେ ନାହିଁ ବୋଲି ଲେଖାଯାଇଛି। ସମସ୍ତ ଯୁଗର ପାପୀ ମାନେ ଶେଷ ବିଚାର ପର୍ଯ୍ୟନ୍ତ ପୁନରୁତ୍ଥାନ ହେବେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ। ଏ ପ୍ରଥମ ପୁନରୁତ୍ଥାନ ପୁଣି କଣ? ପୁନରୁତ୍ଥାନ ପ୍ରକୃତରେ ଦି ପ୍ରକାର। ଜଗତକୁ ଯେତେ ଜଣ ମନୁଷ୍ୟ ଭାବରେ ଆସିଛନ୍ତି, ପ୍ରତ୍ୟେକଙ୍କର ମୃତ୍ୟୁ ନିଶ୍ଚିତ ଭାବେ ଘଟିବ, କିନ୍ତୁ ସମସ୍ତଙ୍କର ପୁନରୁତ୍ଥାନ ଅଛି। କିନ୍ତୁ ପୁନରୁତ୍ଥାନ ଦି ପ୍ରକାର। ସେ ପୁନରୁତ୍ଥାନ କେମିତି ଦି ପ୍ରକାର, ଆପଣ ଦୟାକରି ମୋ ସହିତ ଯୋହନ 5 ଅଧ୍ୟାୟ 25 ରୁ 29 ପର୍ଯ୍ୟନ୍ତ ମାନେ ପଢିବା, ସେଥିରେ ଆପଣ ମାନେ ଜାଣିପାରିବେ ଦୁଇ ପ୍ରକାର ପୁନରୁତ୍ଥାନ ବିଷୟ। କିନ୍ତୁ ଆମେ ଯୋଉ ପ୍ରକାଶିତ ପୁସ୍ତକ ପଢୁଛୁ, ଏହା ହିଁ ପ୍ରଥମ ପୁନରୁତ୍ଥାନ। ତ ଦ୍ୱିତୀୟ ପୁନରୁତ୍ଥାନ, ପ୍ରଥମ ପୁନରୁତ୍ଥାନ କଣ, ୟାକୁ ଆମେ ଜାଣିବା ପାଇଁ ଚେଷ୍ଟା କରୁ। ଯୋହନ 5:25, ସତ୍ୟ ସତ୍ୟ ମୁଁ ତମାନଙ୍କୁ କହୁଅଛି, ଯେଉଁ ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କର ସ୍ୱର ଶୁଣିବେ, ଓ ଯେଉଁମାନେ ଶୁଣିବେ ସେମାନେ ସଜୀବ ହେବେ, ଏହିପରି ସମୟ ଆସୁଅଛି ଓ ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ଅଛି। 3ଟା ବିଷୟ ଶୁଣନ୍ତୁ। ସମସ୍ତେ ଈଶ୍ୱରଙ୍କର ସ୍ୱର ଶୁଣିବେ, ଈଶ୍ୱରଙ୍କର ପୁତ୍ରଙ୍କର ସ୍ୱର ଶୁଣିବେ, ଆଉ ଯୋଉମାନେ ଶୁଣିବେ ସେମାନେ ସଜୀବ ହେବେ। ଆଉ ଯୀଶୁ ଏଠାରେ କହୁଛନ୍ତି ଏପରି ସମୟ ଆସୁଅଛି, ଫ୍ୟୁଚର ଟେନ୍ସ, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ, ପ୍ରେଜେଣ୍ଟ ଟେନ୍ସ। ତାର ଅର୍ଥ ଈଶ୍ୱରଙ୍କର ପୁତ୍ରଙ୍କର ସ୍ୱର ଶୁଣି ଜୀବିତ ହେବାର ସମୟ ବର୍ତ୍ତମାନ ବି ଚାଲିଛି, ଆଉ ଆସିବା ସମୟରେ ମଧ୍ୟ ହବ। ବର୍ତ୍ତମାନ କେମିତି ଚାଲିଛି? କୋଉମାନେ ପୁନରୁତ୍ଥିତ ହଉଛନ୍ତି? ଏଠାରେ ଯୀଶୁ ଖ୍ରୀଷ୍ଟ ଯୋଉ 2ଟା ଟାଇମ କହିଲେ, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ଆଉ ଆସୁଅଛି। ଆସୁଅଛି ଇଜ ଫ୍ୟୁଚର, ବର୍ତ୍ତମାନ ଉପସ୍ଥିତ ଇଜ ପ୍ରେଜେଣ୍ଟ। ପ୍ରେଜେଣ୍ଟରେ କୋଉମାନେ ଈଶ୍ୱରଙ୍କର ପୁତ୍ରଙ୍କର ସ୍ୱର ଶୁଣି ପୁନରୁତ୍ଥିତ ହଉଛନ୍ତି? ଆପଣ ଯଦି ମନେ ରଖିଛନ୍ତି, ମୁଁ ଭେଟିକାଟରେ ହିଁ କହିଥିଲି ଯେ ଏଇ ପୁନରୁତ୍ଥାନ ଆଧ୍ୟାତ୍ମିକ ପୁନରୁତ୍ଥାନ ଅଟେ, ଶାରୀରିକ ପୁନରୁତ୍ଥାନ। ଆମମାନଙ୍କୁ ପାଉଲ କହନ୍ତି, ଆମମାନେ ଆମମାନଙ୍କର ପାପରେ ମୃତ ଥିଲୁ, we were dead in our sins and trespasses। ଆମମାନେ ମୃତ ଅବସ୍ଥାରେ ଥିଲୁ, ଆମମାନେ ଆତ୍ମିକ ଭାବେ ମରି ଯାଇଥିଲୁ। ଯୋଉମାନେ ଏଇ ଜଗତରେ ନୂତନ ଭାବେ ଜନ୍ମ ଗ୍ରହଣ କରି ଆସନ୍ତି, ସେମାନେ ଆତ୍ମିକ ଭାବେ ମୃତ ହେଇକି ଆସନ୍ତି। ସେଥିପାଇଁ ଯୀଶୁ ଖ୍ରୀଷ୍ଟ କହିଲେ, ସତ୍ୟ ସତ୍ୟ ମୁଁ ତମକୁ କହୁଅଛି, ତୁମେ ପୁନର୍ଜନ୍ମ ନ ହେଲେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ। ତ ଆମେ ଯୋଉ ଆଧ୍ୟାତ୍ମିକ ଭାବେ ମୃତ ଅଟୁ, ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର ଶୁଣନ୍ତି, ପୁଣି ଅନୁତାପ କରି ବିଶ୍ୱାସ କରନ୍ତି, ସେମାନେ ଆତ୍ମିକ ଭାବେ ପୁନରୁତ୍ଥିତ ହୁଅନ୍ତି। ସେଇ ପୁନରୁତ୍ଥାନକୁ ସେ କହିଲେ ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। କିନ୍ତୁ ଯୋଉ ସମୟରେ ଲୋକମାନେ ଆଉ ଥରେ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର ଶୁଣିବେ ଆଉ ଉତ୍ଥିତ ହେବେ, ସେଇଟା ହଉଛି ଶାରୀରିକ ପୁନରୁତ୍ଥାନ। ସେଟା ଶେଷ ସମୟର। ଆଉ ଥରେ ଆଗକୁ ଦେଖନ୍ତୁ 26 ପଦ। କାରଣ ପିତା ଯେପରି ସ୍ୱୟଂ ଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂ ଜୀବୀ ହେବା ପାଇଁ ଦେଇଛନ୍ତି। ଆଉ ସେ ମନୁଷ୍ୟ ପୁତ୍ର ହେବାରୁ ସେ ତାଙ୍କୁ ବିଚାର କରିବାର ଅଧିକାର ମଧ୍ୟ ଦେଇଛନ୍ତି। ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାଙ୍କର ସ୍ୱର ଶୁଣିବେ, ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ, ଏଇଟା ପ୍ରଥମ ପୁନରୁତ୍ଥାନ, ଓ ଯେଉଁମାନେ ଅସତ୍ କର୍ମ କରିଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ, ଏଇଟା ଦ୍ୱିତୀୟ ପୁନରୁତ୍ଥାନ।
ବାହାର ହୋଇ ଆସିବେ ଏହିପରି ସମୟ ଆସୁଅଛି। ପ୍ରିୟମାନେ, ଏଠାରେ ଆପଣ ମାନେ ଦିଟା ପୁନରୁତ୍ଥାନ ଦେଖୁଛନ୍ତି। ଗୋଟା ହେଲା ଜୀବନର ପୁନରୁତ୍ଥାନ, ଆଉ ଗୋଟା ହେଲା ଦଣ୍ଡର ପୁନରୁତ୍ଥାନ। ଆମେ ପ୍ରକାଶିତ ପୁସ୍ତକରେ ଯୋଉ ପ୍ରଥମ ପୁନରୁତ୍ଥାନ ଦେଖିଲୁ ତାହା ହଉଛି ଜୀବନର ପୁନରୁତ୍ଥାନ। ଏହା ସମସ୍ତ ସାଧୁ ମାନଙ୍କର ପୁନରୁତ୍ଥାନ ଅଟେ। ପୁରାତନ ନିୟମର, ନୂତନ ନିୟମର, ପୁଣି 7 ବର୍ଷ ମହାକ୍ଲେଶର ପ୍ରତ୍ୟେକ ସାଧୁ ମାନଙ୍କର ପୁନରୁତ୍ଥାନକୁ ମାନେ ପ୍ରଥମ ପୁନରୁତ୍ଥାନ ବୋଲି। ଆଉ ଏଇ ଦୁଇଟି ପୁନରୁତ୍ଥାନ ପ୍ରଥମ ଥର ହବ ନାହିଁ। ପ୍ରଥମ ପୁନରୁତ୍ଥାନ ପୁଣି ଦ୍ୱିତୀୟ ପୁନରୁତ୍ଥାନ ଏକା ସାଙ୍ଗରେ ହବନି। ଏମାନଙ୍କର ସମୟ ଅଲଗା ଅଲଗା ଅଛି। ସରି। ଏ ଜୀବନର ପୁନରୁତ୍ଥାନ ପ୍ରଥମେ ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରିଛନ୍ତି ସେମାନେ ପୁନରୁତ୍ଥିତ। ଆଜି ଯଦି ଯୀଶୁ ଖ୍ରୀଷ୍ଟ ଆସିବେ, ଆଜି ପର୍ଯ୍ୟନ୍ତ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ମୃତ୍ୟୁବରଣ କରିଛନ୍ତି ସେମାନଙ୍କର ପୁନରୁତ୍ଥାନ ପ୍ରଥମେ ହବ। ସେମାନେ ପୁନରୁତ୍ଥିତ ହେବେ। ପୁଣି ଆମେ ଯୋଉମାନେ ଅଛୁ ମାନେ ରୂପାନ୍ତରିତ ହେଇ ଯୀଶୁଙ୍କ ନିକଟକୁ ଚାଲିଯିବା। ଯୀଶୁ ଖ୍ରୀଷ୍ଟ ଯେତେବେଳେ ତାଙ୍କର ଦ୍ୱିତୀୟ ଆଗମନରେ ଆସିବେ, ପୁରାତନ ନିୟମର ସମସ୍ତ ସାଧୁ ମାନଙ୍କର ପୁନରୁତ୍ଥାନ। ତାପରେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆସିବେ, 7 ବର୍ଷ ମହାକ୍ଲେଶ ସମୟରେ ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରି ମୃତ୍ୟୁବରଣ କରିଛନ୍ତି ସେମାନଙ୍କର ମଧ୍ୟ ପୁନରୁତ୍ଥାନ। ଏବେ ଆମେ ପଢିଲୁ ପ୍ରକାଶିତ 20 ଅଧ୍ୟାୟର 4। ଯୋଉମାନେ ଈଶ୍ୱରଙ୍କର ବାକ୍ୟ ପୁଣି ଯୀଶୁ ଖ୍ରୀଷ୍ଟଙ୍କର ସାକ୍ଷ୍ୟ ନିମନ୍ତେ ହତ ହେଇଥିଲେ ସେମାନେ ଜୀବନକୁ ଫେରି ଆସିଲେ ବୋଲି ଆମେ ପଢିଲୁ। ଏ ସବୁ ପୁନରୁତ୍ଥାନକୁ ପ୍ରଥମ ପୁନରୁତ୍ଥାନ ବୋଲି କୁହାଯାଏ। କିନ୍ତୁ ଜଗତର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଉମାନେ ଯୀଶୁଙ୍କୁ ଗ୍ରହଣ କରିନାହାନ୍ତି, ଈଶ୍ୱରଙ୍କୁ ଗ୍ରହଣ କରିନାହାନ୍ତି, ପୁଣି ମୃତ୍ୟୁବରଣ କରିଛନ୍ତି ସେମାନଙ୍କର ପୁନରୁତ୍ଥାନ ଏବେ ନାହିଁ। ସେମାନେ ସମସ୍ତେ ନିଜ ନିଜ କବରରେ ଥିବେ। ଶେଷ ଦିନ ଯୋଉ ଧବଳ ସିଂହାସନ ବିଚାର ହବ, ସେଇ ବିଚାରରେ ବିଚାରିତ ହେବା ନିମନ୍ତେ କଇନ ଠାରୁ ଆରମ୍ଭ ଯୁଗର ଶେଷ ପର୍ଯ୍ୟନ୍ତ ଯେତେ ପାପୀ ମୃତ୍ୟୁବରଣ କରିଛନ୍ତି ଏକା ସାଙ୍ଗରେ ସେମାନେ ପୁନରୁତ୍ଥିତ ହେବେ। ସେମାନଙ୍କର ପୁନରୁତ୍ଥାନକୁ ଦ୍ୱିତୀୟ ପୁନରୁତ୍ଥାନ ବୋଲି କୁହାଯାଏ। କିନ୍ତୁ ସାଧୁ ମାନଙ୍କର ପୁନରୁତ୍ଥାନକୁ ପ୍ରଥମ ପୁନରୁତ୍ଥାନ ବୋଲିକି କୁହାଯାଏ। 20:6 ଦେଖନ୍ତୁ। ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ସେମାନେ ଧନ୍ୟ ଓ ପବିତ୍ର। ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ସେମାନେ ଧନ୍ୟ ଓ ପବିତ୍ର। କୋଉମାନେ ଏଥିର ଅଂଶୀ ଆପଣ ମାନଙ୍କୁ ମୁଁ ଏକ୍ସପ୍ଲେନ କଲି। ସାଧୁ ମାନେ, ସବୁ ଯୁଗର ସାଧୁ ମାନେ। ସେମାନେ କାହିଁକି ଧନ୍ୟ ଓ ପବିତ୍ର? କାରଣ ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ। ଏ ଦ୍ୱିତୀୟ ମୃତ୍ୟୁ ପୁଣି କଣ? 14 ପଦ ଦେଖନ୍ତୁ। ସେଇ 20 ପର୍ବର 14 ପଦରେ, ପ୍ରକାଶିତ 20:14, ତତ୍ପରେ ମୃତ୍ୟୁ ପାତାଳକୁ ଅଗ୍ନିମୟ ହ୍ରଦରେ ଅର୍ଥାତ୍ ନର୍କରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ ଅଟେ। এইটা হচ্ছে দ্বিতীয় মৃত্যু। দ্বিতীয় মৃত্যু কহিলে নর্ক, ଅନନ୍ତ ନର୍କ ଅଟେ। ତ ପ୍ରଥମ ମୃତ୍ୟୁ କୋଉଟା? ମାନେ ଶାରୀରିକ ଭାବେ ଯୋଉ ମୃତ୍ୟୁ ବରଣ କରୁ ତାହା ହଉଛି ପ୍ରଥମ ମୃତ୍ୟୁ। କିନ୍ତୁ ଯୋଉମାନେ ଈଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ, ଯୀଶୁଙ୍କୁ ବିଶ୍ୱାସ କରନ୍ତି ନାହିଁ, ଶେଷ ସମୟରେ ଧବଳ ସିଂହାସନ ବିଚାର ସମୟରେ ଗୋଟାଏ ପୁସ୍ତକ ଖୋଲାଯିବ, ଯୋଉ ପୁସ୍ତକର ନାମ ଜୀବନ ପୁସ୍ତକ। ପୁଣି ଯୋଉମାନଙ୍କର ନାମ ସେଇ ଜୀବନ ପୁସ୍ତକରେ ଲେଖା ଯାଇଥିବାର ଦେଖା ନଯିବ ସେମାନଙ୍କୁ ଏଇ ଅଗ୍ନିମୟ ହ୍ରଦରେ ପକାଯିବ। ଆଉ ଏଇ ଅଗ୍ନିମୟ ହ୍ରଦ ହଉଛି ଦ୍ୱିତୀୟ ମୃତ୍ୟୁ। ଓକେ, ପ୍ରଥମ ମୃତ୍ୟୁକୁ ଭୟ କରନ୍ତୁ ନାହିଁ, କିନ୍ତୁ ଦ୍ୱିତୀୟ ମୃତ୍ୟୁ ପାଇଁ ଜାଗ୍ରତ ରୁହନ୍ତୁ। ମନୁଷ୍ୟ ପାଇଁ ଥରେ ମାତ୍ର ମୃତ୍ୟୁ, ସମସ୍ତେ ମରିବା। ମୃତ୍ୟୁ ଗୋଟେ ପ୍ରାକୃତିକ ବିଷୟ ଅଟେ। ପ୍ରଥମ ମୃତ୍ୟୁ କିଛି ପ୍ରୋବ୍ଲେମ ନାହିଁ। ଆଉ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ତ ପ୍ରଥମ ମୃତ୍ୟୁକୁ ମୃତ୍ୟୁ ବୋଲି ବି କୁହାଯାଏ। ପାଉଲ କହନ୍ତି ସେଇଟା ବିଶ୍ରାମ କରିବା, ଶୟନ କରିବା। ଆଉ ଯୋଉ ଲୋକ ନିଦ୍ରା ପ୍ରାପ୍ତ ହୁଏ ସେ ନିଶ୍ଚିତ ଭାବେ ଉଠିଯାଏ। ଖ୍ରୀଷ୍ଟିଆନ ମାନଙ୍କ ଉପରେ ମୃତ୍ୟୁର ଆଉ ଜୟ ନାହିଁ। ସେଥିପାଇଁ ପାଉଲ କହନ୍ତି ପ୍ରଥମ କରନ୍ଥୀୟ 15 ରେ, ରେ ମୃତ୍ୟୁ
କାହିଁ ତୋର ଜୟ। ଖ୍ରୀଷ୍ଟିଆନ ମାନଙ୍କ ଉପରେ ମୃତ୍ୟୁର ଆଉ ଶକ୍ତି ନାହିଁ। ପ୍ରଥମ ମୃତ୍ୟୁକୁ ଭୟ କରନ୍ତୁ ନାହିଁ, କିନ୍ତୁ ଦ୍ୱିତୀୟ ମୃତ୍ୟୁ ଅତି ଭୟଙ୍କର ଅଟେ। ଦ୍ୱିତୀୟ ମୃତ୍ୟୁ ନର୍କ ଅଟେ। ଆଉ ମୁଁ ଯେମିତି କହିଲି, ସେଇ ଜୀବନ ପୁସ୍ତକରେ ଯୋଉମାନଙ୍କର ନାମ ନାହିଁ, ସେମାନେ ଏଇ ଦ୍ୱିତୀୟ ମୃତ୍ୟୁ ଆସ୍ୱାଦନ କରିବେ। ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁ ଆଉ ରାଜତ୍ୱ କରିବ ନାହିଁ, ବରଞ୍ଚ ସେମାନେ ଈଶ୍ୱରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହୋଇ 1,000 ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ। କୋଉମାନେ ଧନ୍ୟ? କୋଉମାନେ ଧନ୍ୟ? ଯୋଉମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର ଅଧିକାର ନାହିଁ। ସେମାନେ 1,000 ବର୍ଷ ଶାସନ କରିବେ। ଧନ୍ୟ ଓ ପବିତ୍ର କୋଉମାନେ? ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ନୁହନ୍ତି, କାରଣ ସେମାନେ ନରକ ଯିବେ ନାହିଁ, ବରଂ ଈଶ୍ୱରଙ୍କ ଓ ଯୀଶୁ ଖ୍ରୀଷ୍ଟଙ୍କର ଯାଜକ ହୋଇ 1,000 ବର୍ଷ ପର୍ଯ୍ୟନ୍ତ ତାଙ୍କ ସହିତ ରାଜତ୍ୱ କରିବେ। ଏଥିରେ ସାଧୁ ମାନେ କିଏ ଆପଣ ମାନେ କ୍ଲିୟର ଜାଣିଲେ। ଆଉ ଏଇ ସାଧୁ ମାନେ ଯୀଶୁଙ୍କ ସହିତ ରାଜତ୍ୱ କରିବେ। ଆଉ ସେଇ ସମୟରେ ଏଇ ଜଗତର ପରିସ୍ଥିତି କେମିତି ରହିବ, ମୁଁ ଭାବୁଛି ମାନେ ଆସନ୍ତା ଅଧ୍ୟୟନ କରିବା, କାରଣ ମୋ ପାଖରେ 7ଟି ପଏଣ୍ଟ ଅଛି। ପ୍ରକାଶିତ ପୁସ୍ତକ 20:1-6 ପର୍ଯ୍ୟନ୍ତ ଯାହା ଲେଖା ଅଛି, 1,000 ବର୍ଷ ଶାସନ ସମୟରେ ଯାହା ଯାହା ହବ ଇନ୍ ଡିଟେଲ ସବୁ କିଛି ଏଠାରେ ନାହିଁ। ପ୍ରଭୁ ଅନୁଗ୍ରହ କଲେ ମାନେ ଆସନ୍ତା ଷ୍ଟଡିରେ କଣ କରିବା ନା, ଏଇ 1,000 ବର୍ଷ ଶାନ୍ତି ରାଜ୍ୟ ସମୟରେ ଏଇ ଜଗତ ଆତ୍ମିକ ଭାବେ, ରାଜନୈତିକ ଭାବେ, ଏଇ ପରିବେଶ ଅବସ୍ଥାରେ କେମିତି ରହିବ, ମାନେ ସେଇ ସବୁ ଡିଟେଲ୍ସ ଅଧ୍ୟୟନ କରିବା। ମୁଁ 7ଟା ପଏଣ୍ଟ ଆପଣ ମାନଙ୍କୁ ଏକ୍ସପ୍ଲେନ କରିବି ଆସନ୍ତା ସପ୍ତାହରେ। ତାର ପୂର୍ବାଭାଷ ମୁଁ ବର୍ତ୍ତମାନ ଆପଣ ମାନଙ୍କୁ ଦେବି। ଏଇ 7ଟା କ୍ୟାରେକ୍ଟରିଷ୍ଟିକ୍ସ ବା 7ଟା ଗୁଣ, ଯୀଶୁ ଖ୍ରୀଷ୍ଟଙ୍କର ଶାନ୍ତି ରାଜ୍ୟର 7ଟା ଗୁଣ, ମାନେ ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ସପ୍ତାହରେ ଅଧ୍ୟୟନ କରିବା। ପ୍ରଥମେ ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ଦେଖିବେ ଆପଣ ମାନେ। ସେଇ ଶାନ୍ତି ରାଜ୍ୟ ସମୟରେ ପଶୁ ମଧ୍ୟରେ ଶାନ୍ତି ରହିବ, ଓ ପଶୁ ମନୁଷ୍ୟ ମଧ୍ୟରେ ଶାନ୍ତି ରହିବ, ମନୁଷ୍ୟ ମନୁଷ୍ୟ ମଧ୍ୟରେ ଶାନ୍ତି ରହିବ। ସେଇଟା ଶାନ୍ତି ରାଜ୍ୟର ଗୁଣ, ସେଥିପାଇଁ ଆକୁ ଆମେ ଶାନ୍ତି ରାଜ୍ୟ ବୋଲି। ଜମିର ଉର୍ବରତା ଓ ପ୍ରଚୁରତା ବିଷୟରେ ଆମେ ଅଧ୍ୟୟନ କରିବା। ସେଇ ସମୟରେ ଲୋକମାନଙ୍କର ସ୍ୱାସ୍ଥ୍ୟ 100% ଠିକ ଥିବ, ପୁଣି ସେମାନେ ଦୀର୍ଘାୟୁ ହେବେ, এই ବିଷୟରେ ଆମେ ଡିଟେଲ୍ସ ଅଧ୍ୟୟନ କରିବା। ସେଇ ସମୟର ପାଣିପାଗ ସମ୍ପୂର୍ଣ୍ଣ ଠିକ ଥିବ, ସେ ବିଷୟରେ ଆମେ ଅଧ୍ୟୟନ କରିବା। ପରିବେଶର ଶୁଦ୍ଧତା ଏବଂ ପରିଷ୍କାର ବିଷୟରେ ଆମେ ଅଧ୍ୟୟନ କରିବା। ସେଇ ସମୟରେ ଯେ ଯୁଦ୍ଧ ହବ ନାହିଁ, ସେ ବିଷୟରେ ଆମେ ଅଧ୍ୟୟନ କରିବା। ଯଦି ଆଜି ଆମେ ଅଧ୍ୟୟନ ଆରମ୍ଭ କରୁ, ତେବେ ଏହା ସମାପ୍ତ କରିପାରିବା ନାହିଁ। ସେଇଥିପାଇଁ ଆମେ ଏଇ ଅଂଶକୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରଖିବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ଆମମାନଙ୍କୁ ସେଇ ଏଇ ଯୋଉ ବାକ୍ୟ ଦେଇଛନ୍ତି, ପ୍ରଭୁଙ୍କୁ ଆମେ ସେଥିପାଇଁ ଧନ୍ୟବାଦ ଦଉ। ବାକ୍ୟରେ ଅଛି, କେବଳ ଶ୍ରୋତା ମାତ୍ର ନ ହେଇକି ଆମେ ଯେବେ ଯେବେ ଈଶ୍ୱରଙ୍କର ବାକ୍ୟ ଶୁଣିବା ପାଇଁ ସୁଯୋଗ ପାଉଛୁ, ତାର କାର୍ଯ୍ୟକାରୀ ମଧ୍ୟ ହେବା ନିହାତି ଆବଶ୍ୟକ। ଏଠାରେ ଅତି ଭୟଙ୍କର ବିଷୟ ଲେଖା ଯାଇଅଛି। ମାନେ ଯଦି ଅଗ୍ନିମୟ ହ୍ରଦରୁ ବଞ୍ଚିବା ପାଇଁ ଚାହୁଁ, ନର୍କରୁ ବଞ୍ଚିବା ପାଇଁ ଚାହୁଁ, ତେବେ ଆମମାନଙ୍କୁ ପ୍ରଥମ ପୁନରୁତ୍ଥାନର ଅଂଶ ହେବାକୁ ପଡିବ। ଆଉ ମୁଁ ସବୁବେଳେ ସେଇ କଥା କହେ ଯେ ପ୍ରଥମ ପୁନରୁତ୍ଥାନର ଅଂଶୀ ହେବା ପାଇଁ ମତେ ଆଉ ଆପଣ ମାନଙ୍କୁ କଣ କରାଯିବାକୁ ପଡିବ? ମନୁଷ୍ୟ ପାପରେ ପତିତ ହୋଇ ଶୀଘ୍ର ଯଦି ମରିଯିବ, ସେ ସ୍ୱୟଂ ନର୍କକୁ ଯିବ। କିନ୍ତୁ ସେଇଠୁ ବଞ୍ଚିବା ପାଇଁ ଆପଣ ଯଦି ଚାହାନ୍ତି, ମୁଁ ସବୁବେଳେ କହେ ନିଜ ନିଜର ପାପର ଅନୁତାପ କରନ୍ତୁ, ଯୀଶୁଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରନ୍ତୁ। ତେବେ ପବିତ୍ର ଆତ୍ମା ଆପଣ ମାନଙ୍କୁ ପୁନର୍ଜନ୍ମ ଦେବେ। ଆଉ ଯୋଉମାନଙ୍କ ପାଖରେ ସେଇ ଅନୁଭବ ଅଛି, ସେମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହେବେ, ଆଉ ମୃତ୍ୟୁ ସେମାନଙ୍କ ଉପରେ ଅଧିକାର କରିବ ନାହିଁ। ପ୍ରଭୁ ଆମେ ପ୍ରତ୍ୟେକଙ୍କୁ ଆଜିର ଅଧ୍ୟୟନ ଦ୍ୱାରା ଆଶୀର୍ବାଦ କରୁ। ଧନ୍ୟବାଦ। ଧନ୍ୟବାଦ। ପ୍ରଭୁଙ୍କ ଦାସଙ୍କୁ ଆମେ ଧନ୍ୟବାଦ ଜ୍ଞାପନ କରୁ।
ଦୀର୍ଘ 2-3 ସପ୍ତାହ ହେବ ଆମମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଆମମାନଙ୍କୁ ଉତ୍ତମ ଭାବରେ ଶିକ୍ଷା ଦେଇଛନ୍ତି ଏବଂ ଆମମାନେ କି ପ୍ରକାର ମଧ୍ୟ ପ୍ରଭୁ ଯେ ଆମମାନଙ୍କର ରାଜା ସେ ବିଚାର କରିବା ସଙ୍ଗେ ସଙ୍ଗେ କେଉଁମାନଙ୍କୁ ପ୍ରଭୁ ବିଚାର କରିବାର କ୍ଷମତା ଦେବେ ଏବଂ ଯେ ପ୍ରକାର ଆମମାନେ କି ପ୍ରକାର ଭାବରେ ପୁନରୁତ୍ଥିତ ହେବା ଏ ସମସ୍ତ ବିଷୟରେ ପ୍ରଭୁଙ୍କର ଦାସ ଆମମାନଙ୍କୁ ପ୍ରାଞ୍ଜଳ ଭାବରେ ଶିକ୍ଷା ଦେଇଛନ୍ତି। ସେଥିପାଇଁ ତାଙ୍କୁ ଧନ୍ୟବାଦ ଦିଏ। ଆସନ୍ତୁ ଆମମାନେ ଯେଉଁ ବାକ୍ୟ ଶୁଣିଛୁ ବାକ୍ୟର ଶ୍ରୋତା ମାତ୍ର ନୁହେଁ ଆପଣାକୁ ପ୍ରବଞ୍ଚନା ନକରି ବାକ୍ୟର କର୍ମକାରୀ ହେବା। ସେଥିପାଇଁ ଆମମାନେ ପ୍ରାର୍ଥନା କରିବା। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ପ୍ରିୟ ଦାସ ରେଭରେଣ୍ଡ ଧର୍ମେନ୍ଦ୍ର ଲିମା ମହାଶୟ ଅଛନ୍ତି, ତାଙ୍କୁ ମୁଁ ଅନୁରୋଧ କରେ ଏହି ସମସ୍ତ ବିଷୟ ନେଇକି ଆମମାନଙ୍କ ନିମନ୍ତେ ପ୍ରାର୍ଥନାରେ ଆଗକୁ କଢ଼େଇ ନେବେ।